କଥା କହୁନୁ। ଛୁଆ ଖାଇବା ଛୁଆ ଆଜି ଯାଇ ମୁଠି ଯେ ମୁଠେଇକି ତୁରି ଇଏ ଯାତ୍ରା ବାଲା ନାଇଁ ତୁରି ନେଲା। ତମେ କହୁନ କଣ ସେଟା? ଏଟା ମୋର ମାଇପର ବିଲାଉଲ। ସେଟା କାଇଁ ଧରି ବୁଲୁଛ? ଏଟା କଥା ପଚାରନା ଯାତ୍ରା ଭାଇ। ବେ ଯାତ୍ରା ଭାଇ ଏ ଯାତ୍ରା ପାର୍ଟି କେଡିକାର ବେଡା ରୟାଲ ଚ୍ୟାଲେଞ୍ଜ ଯାତ୍ରା ଭାଇ କୋ ଘର କେଡି ଆମର ବସ୍ତା ଆଇଛୁ ନା କାଇଁ ତମେ ଖୋଜି ଦବ ନା ମୋର ଗୋଟେ ଜେଡ ଶାଢୀ ଗୋଇତା ଛାଡି ଅଛି ଛୁଆ ପୁଆ କରିଛି ବାହାରେ ଛୁଆ ବୋଲ ଛୁଆ କରିଛୁ ମା କାଇଁ ତମେ ନା ଦବ ଏ ଅଣ୍ଡା ପାଇବା ନିଶାର ବେଶୀ ଛୁଆ କରି ଅଣ୍ଡା ପାଇବା ନିଶାରେ କିଏ ବେଶୀ ବେলা ଜନ୍ମ କରେ? ତାନେ କେତେଟା କରି ମୋର ଗୋଟେ ତାନେ ତୁ ଅଙ୍ଗନବାଡି କାନ୍ଥରୁ ପଡିକି ଛୁଆ କରିଛୁ ନା ଅଙ୍ଗନବାଡି ସହିତ ଏ କଥା ସମ୍ପର୍କ ଅଙ୍ଗନବାଡି କାନ୍ଥରୁ ନେଖାଇକି ଗୁଲୁ ଗୁଲୁ କରିକି ଆମେ ତୁଇ ଆମର ଏଇଟା ତ ଭଲ କଥା। ଦ୍ରୁତ ଜନସଂଖ୍ୟା ବୃଦ୍ଧି ପାଇଁ ସରକାର ନିୟମ କରିଛନ୍ତି ଆମେ ଦୁଇ ଆମରେ କାଇଁ ତମେ ସରକାରଙ୍କ ନିୟମ ମାନ ଯାତ୍ରା ଭାଇ ନା ସେଇଟା ଗୋଟେ ମୁଁ ବଡ ଭୁଲ କାମ କରିଦେଇଛି। ଭୁଲ ମାନେ ବେ ମୁଁ ସରକାର ନିୟମ ନ ମାନିକି ବେଶିକା ଛୁଆ କରିଛି। 12ଟା ଛୁଆ କରିଛି ମୁଁ 12ଟା ଛୁଆ। ଗୋଟେ ଭାଇଙ୍କ ଭାଇ ତାଳି ଦିଅନ୍ତୁ। 2025 ମସିହାରେ ସେ 12ଟା ଛୁଆ ଜନ୍ମ କରି ତାକୁ ପୋଷି ପାରୁଛନ୍ତି। ତାକୁ ସବୁ ଖାଇବାକୁ କଣ ଦଉଛ? ମୁଁ କିଏ ବେ ମୁଁ ଖାଲି ଜନ୍ମ କରିଛି ଖାଇବାକୁ କିଏ ଦଉଛି? ଏଇଟା ଆଗେ ନବୀନ ପଟ୍ଟନାୟକ ଦଉଥିଲା। ନବୀନ ପଟ୍ଟନାୟକ ପରେ ପରେ ମୋହନ ମାଝୀ ଦଉଛି। ସିଏ କେମିତି ଖାଇବାକୁ ଦଉଛନ୍ତି? ମୋହନ ମାଝୀ ଡିକ୍ଲେୟାର କଲା ମୁଣ୍ଡ ପିଛା 5 କିଲୋ ଲେଖା ଚାଉଳ। ମୁଁ ଯାଇକି ମୋର ମାଇପକୁ ପଚାରିବେ ଟୁଙ୍ଗରି କିସ କରିବା କହ ତ କଣ୍ଟ୍ରୋଲ ମୁଣ୍ଡ ପିଛା 5 କିଲୋ ଲେଖା ଚାଉଳ ହେଇଗଲା ମୁଣ୍ଡ କିଏ ଆଣିବା କହ ତ? ସିଏ କହିଲା ତୁମେ ମତେ କିସ ପଚାରୁଛ? ମୁଣ୍ଡ ତ ଆଣିବା ଲୋକ ତୁମେ କାଇଦା କସରତ ବି କରିବା ଲୋକ ତୁମେ। ସେ କଣ କାଇଦା କର ତମେ? ବୁଝିପାରିନି ଜାଣୁ ଯେତେବେଳେ ବୁଝିନି ନା କିଛି ମାନିନି ଦିନ ରାତି ମିଶି କରିକି ଏକାଥରେ 12ଟା ଛୁଆ 12-50-60 କିଲୋ ଘଇତା ମାଇ ପର 10 କିଲୋ 70 କିଲୋ ଚାଉଳ କେତେ ହାଣ୍ଡିଆ ଆଉ ପିଲା ଘରେ ଜନ୍ମ କର ତମେ ଯାତ୍ରା ଭାଇ ମଛି ମେରୁ ତୋଡ଼େଟା ପକାଇଲେ ସେ ବାଡ଼ିଟା ଲଗେଇଦେବ ବାଡ଼ି ନହେଲେ କିଛି ହବ ଯେ ଯନ୍ତ୍ରର ହବା କଥା ସେଇ ଯନ୍ତ୍ରଟା ମକା ତମେ କଣ ସବୁବେଳେ କିନ୍ତୁ କିଛି ହେଲା ଜାଣୁ ଯାତ୍ରା ଭାଇ ସବା ଲାଷ୍ଟ ଯିଏ ଛୋଟା ଜନ୍ମ କନି ନା 12 ନମ୍ବର ଛୁଆଟା ପୁରା ପେଟ ଧୋଇଗଲା ଜାଣୁ ମାର ଦୁଧ କାଉ କାଉ ପୁଠା ମାରିକି ବିଲାଉଜିର ବୁତାମ ଗୁଡା ତ ସବୁ ଚିଡେଇ ଦେବା ତମେ ଲଗେଇଲା ନିଜେ ବିଲାଉଜିର ବୁତାମ ଲଗେଇ